ଟଙ୍କା ମଣିଷକୁ ପାଗଳ ପ୍ରାୟ କରିଦିଏ। ଟଙ୍କା ମଣିଷର ବୁଦ୍ଧି ହଜେଇ ଦିଏ। ଟଙ୍କା ମଣିଷକୁ ବଶ କରି ରଖେ। ଟଙ୍କା ଥିଲେ ମଣିଷ କେବେ ବି ହାରେନା। ଦୁନିଆ ଆଗରେ ତାକୁ ସ୍ୱାର୍ଥପର କରିଦିଏ। କଥାରେ ଅଛି, ଟଙ୍କା ଥିଲେ ଜଙ୍ଗଲରୁ ହାତୀ ଆସି ପାଖରେ ଶୋଇବ। ଏ କଥା ବି ସତ। ଅର୍ଥାତ୍ ମଣିଷର ବଳ ହେଉଛି ଟଙ୍କା, ମଣିଷ ଟଙ୍କାର ବଳ ନୁହେଁ। ଅର୍ଥାତ୍ ଟଙ୍କା ପ୍ରତି ମଣିଷର ଆସକ୍ତି ବେଶୀ। ଟଙ୍କାକୁ ମଣିଷ ଛାଡ଼ି ରହିପାରିବ ନାହିଁ, ହେଲେ ଟଙ୍କା ମଣିଷକୁ ଛାଡ଼ି ଖୁସିରେ ରହିପାରିବ। ଟଙ୍କା ମଣିଷ ପାଖକୁ ଆସେ ନାହିଁ, ହେଲେ ମଣିଷ ସଦାସର୍ବଦା ଟଙ୍କା ପଛରେ ହିଁ ଧାଏଁ। ଟଙ୍କା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ନୁହେଁ, କିନ୍ତୁ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ଟଙ୍କା। ଆମମାନଙ୍କ ଜୀବନରେ ଟଙ୍କା ଦ୍ୱାରା ହିଁ ସବୁ ଆବଶ୍ୟକତା ପୂରଣ କରାଯାଇପାରେ। କିନ୍ତୁ ଏଇ ମଣିଷ ଦ୍ୱାରା କେଉଁ ଆବଶ୍ୟକତା ପୂରଣ କରାଯାଇପାରେ? ଏଇ ସାମାନ୍ୟ ମଣିଷ ତିଆରି ଟଙ୍କାର ଯଦି ଏ ଜୀବନରେ ଏତେ ମୂଲ୍ୟ, ତାହେଲେ ସ୍ୱୟଂ ଭଗବାନ ଯିଏ ଦିନ ଦୁନିଆର ମାଲିକ, ଯିଏ ଏ ମଣିଷକୁ ତିଆରି କରିଛନ୍ତି, ତାହେଲେ କୁହ ତ ସେଇ ମଣିଷର କେତେ ମୂଲ୍ୟ?